ଆଜିର 174ତମ 134ତମ ବିଶ୍ୱ ଦାର୍ଶନିକ ମହାମାନବ କଳ୍ପପ୍ରବର୍ତ୍ତକ ଭାରତ ସମ୍ବିଧାନର ପିତା ଡକ୍ଟର B.R. ଆମ୍ବେଦକର ବା ବାବା ସାହେବ ଆମ୍ବେଦକର, ମହାକାରୁଣିକ ତଥାଗତ ଗୌତମ ବୁଦ୍ଧ ଚରଣାବିନ୍ଦରେ ମୋର କୋଟି କୋଟି ବନ୍ଦନ ଏବଂ ନମନ ତଥା ବହୁଜନ ସମାଜରେ ଜନ୍ମ ନେଇଥିବା ବହୁଜନ ସମାଜ ପାଇଁ ସାରା ବିଶ୍ୱ ପାଇଁ ମାନବତାବାଦର ପ୍ରତୀକ ସାଜିଥିବା ସମସ୍ତ ମହାପୁରୁଷ ଯଥା କ୍ରାନ୍ତିର ପିତା ମହାତ୍ମା ଜ୍ୟୋତିରାଓ ଫୁଲେ, ମାତା ସାବିତ୍ରୀ ଫୁଲେ, ସାହୁଜୀ ମହାରାଜ, ଆୟୁତି ଦାସ, ନାରାୟଣ ଗୁରୁ, ବିର୍ସା ମୁଣ୍ଡା ଏମିତି ସମସ୍ତ ମହାପୁରୁଷଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ତାଙ୍କର ବିଚାରଧାରାକୁ ନମନ କରିବା ସହିତ ତାଙ୍କ ଚରଣବିନ୍ଦରେ ମୋର କୋଟି କୋଟି ନମନ ଏବଂ ବନ୍ଦନ ତଥା ଆଜିର ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ମଞ୍ଚାସୀନ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ଅତିଥି ଯଥା ଆମ ଗହଳରେ ଆମର ଆମ୍ବେଦକର ଫାଉଣ୍ଡେସନର ଚେୟାରମ୍ୟାନ୍ ବିମାନ ଶତ୍ରୁଘ୍ନ ନାୟକ ସାହେବ, ଆମ୍ବେଦକର ଫାଉଣ୍ଡେସନର ଜେନେରାଲ ସେକ୍ରେଟାରୀ ବିମାନ ପ୍ରଭାତ କୁମାର ବେହେରା, ଆମର ଅନ୍ନପୂର୍ଣ୍ଣା ପରିବାରର ତଥା ଓଡ଼ିଶା ପରିସଂଘର ସଭାନେତ୍ରୀ ବା ଅଧ୍ୟକ୍ଷା ଶ୍ରୀମତୀ ଏଲ୍ ମାନିକ ପ୍ରଭା, ଭୀମ ଆର୍ମିର ସଭାପତି ଅନୁଗୁଳ ଜିଲ୍ଲାର ବିମାନ ଅନନ୍ତ ନାୟକ ବା ଅନୁବାବୁ, ଆମ ଗହଳରେ ଥିବା ଆମ ଏହି ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ଆଗେଇ ନେଉଥିବା ସମସ୍ତ ସୁଖ ଦୁଃଖଙ୍କ ସାଥିରେ ଥିବା ଆମର ଅତି ପ୍ରିୟ ସରପଞ୍ଚ ଯିଏକି ହେଉଛନ୍ତି ନନ୍ଦକିଶୋର ବେହେରା ସାହେବ, ଆମ ଗହଳରେ ଅଛନ୍ତି ଆମର ସମିତି ସଭ୍ୟା ମ୍ୟାଡ଼ାମ ଏବଂ ଯିଏକି ସର୍ବୋପରି ସବୁ ସମୟରେ ସାଥ ଦିଅନ୍ତି, ସେ ଆଉ କେହି ନୁହନ୍ତି, ଯାହାକି ତାଳଚେର ଅଞ୍ଚଳରେ ଯେଉଁ ଜାଗାରେ ଭଲ ମନ୍ଦ ହେଲେ ସହଯୋଗ କଲେ ସେ ହେଉଛନ୍ତି ଆମର ଦିଲ୍ଲୀପ କୁମାର ପ୍ରଧାନ ସାର୍। ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ସହିତ ହୃଦୟର ମୋର ସାଧୁବାଦ ଏବଂ ସମସ୍ତ ଏହି ସଭାରେ ସଭା ସମ୍ମୁଖରେ ଉପସ୍ଥିତ ଥିବା ତଥା ବାହାରେ ଥିବା ଶୁଣୁଥିବା ସମସ୍ତ ପ୍ରବୁଦ୍ଧ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ବନ୍ଦନ। ବାବା ସାହେବ ଆମ୍ବେଦକରଙ୍କ ବିଚାରଧାରା ଏତେ ଛୋଟିଆ ଜିନିଷ ନୁହେଁ, ଯାହାକି ଏତେ ସହଜରେ 5 ମିନିଟ୍ ବା 10 ମିନିଟ୍ ବା 15 ମିନିଟ୍ରେ କୁହାଯାଇପାରିବ। ତ ଯାହା ହେଲେ ଏହି ମଞ୍ଚରେ ଆମର ଡକ୍ଟର B.R. ଆମ୍ବେଦକର ବା ଯୁବକ ସଂଘ ଡହରା ତାଳଚେର ତରଫରୁ ମୋତେ ଏ ମଞ୍ଚରେ ବିପଦ କହିଦେବା ପାଇଁ ସୁଯୋଗ ଦେଇଥିବାରୁ ନିଶ୍ଚିତ କହିବା ପାଇଁ ପଡ଼ିବ। ତେଣୁ ଯଦି କିଛି କମି ରହିବ, କମି ତ ନିଶ୍ଚିତ ରହିବ, କାହିଁକି ନା ଆମ୍ବେଦକର ବାଦ ବା ଆମ୍ବେଦକର ଯେଉଁଟା ହେଉଛି ଆମ୍ବେଦକରିଜମ୍ ଏତେ ସହଜ ନୁହେଁ, ଯାହାକି ଆପଣଙ୍କର ମାସ ମାସ ଧରି ବୁଝେଇଲେ ମଧ୍ୟ ଆପଣମାନେ ବୁଝିବା ବହୁତ କଷ୍ଟକର ହେବ। ଭାରତ ସମ୍ବିଧାନ କଥା ଉଠିବ, ଆପଣଙ୍କର ମନୋବାଦ କଥା ଉଠିବ, ବହୁତ ଜିନିଷ ଉଠିବ। ତେଣୁ ସମୟ କମ୍ ଥିବାରୁ ଯେହେତୁ ଏ ସଭାର ଗାରିମା ବା ନିର୍ଦ୍ଦେଶ ଅଛି ସ୍ୱଳ୍ପ ସମୟ ଭିତରେ କହିବା ପାଇଁ ମୁଁ ଚେଷ୍ଟା କରିବି 2 ରୁ 3 ମିନିଟ୍ ଭିତରେ ମୋର କିଛି ବକ୍ତବ୍ୟ ରଖିବା ପାଇଁ। ଆମ ଗହଳରେ ଆମର ଜଣେ ଆମର ଅତିଥିକୁ ମୁଁ ଛାଡ଼ିଗଲି କହିବା ଭିତରେ, ଆମର ଯିଏ ହେଉଛନ୍ତି ଆମର ଆମ୍ବେଦକର ସମାଜର ଉତ୍କଳ ଆମ୍ବେଦକର ସମାଜର ସଭାପତି ବିମାନ ଧର୍ମେନ୍ଦ୍ର ନାୟକ ଏବଂ ଆମର ଲିଙ୍ଗରାଜ ଏରିଆର ଆମର ସେକ୍ରେଟାରୀ ବିମାନ ଚତୁର୍ଣ ନାୟକ, ତାଙ୍କୁ ମଧ୍ୟ ମୋର ବହୁତ ବହୁତ ମଙ୍ଗଳ କାମନା ଏବଂ ହୃଦୟରୁ ଆନ୍ତରିକ ସମୟ। ବନ୍ଧୁଗଣ, ଆଜି ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ବାବା ସାହେବଙ୍କର ଜୟନ୍ତୀ ଧୁମଧାମରେ ପାଳନ କରାଯାଏ, ଯାହାକି ବିଶ୍ୱରେ ଏଇଭଳି ଏକ ବ୍ୟକ୍ତିତ୍ୱ ଥିବା ଭାରତ ସମ୍ବିଧାନ ଲେଖିଥିବା ବା এইভাবে এক মহান ব্যক্তিত্ব থাকা লোক কেহি জনে পৃথিবীরে নাহাନ୍ତି, ଯିଏକି 6 ଜଣ ଜ୍ଞାନୀ ଭିତରେ
ଲେନିନ୍ ଷ୍ଟାଲିନ୍ ଏଇଭଳି 6 ଜଣ ଯେଉଁ ଜ୍ଞାନୀ ଆମର ଥିଲେ ତାଙ୍କ ଭିତରୁ ନମ୍ବର 1 ହେଉଛନ୍ତି ଡକ୍ଟର ବାବା ସାହେବ ଆମ୍ବେଦକର, ଯିଏକି ବିଶ୍ୱର 6 ନମ୍ବର ମନ୍ତ୍ରୀ ଥିଲେ। ଆଉ ଆପଣମାନେ ଜାଣିଥିବେ ଏବେ ଏହା ପୂର୍ବରୁ 4-5 ବର୍ଷ ପୂର୍ବରୁ ଆମର ଗୋଟେ ଭୋଟିଂ କରାଯାଇଥିଲା ଯେ ଭାରତବର୍ଷର ନମ୍ବର 1 ଜ୍ଞାନୀ କିଏ। ଆପଣ ଜାଣିପାରେ ସମସ୍ତେ ଜାଣିଛନ୍ତି, ମନେ ଥିବ ନଥିବ କହିପାରିବେ ନାହିଁ। ବାବା ସାହେବଙ୍କୁ ସମର୍ଥନ ଥିଲା, ବାବା ସାହେବ ନମ୍ବର 1 ଜ୍ଞାନୀ, ଆଉ ସତରେ ବି ବାବା ସାହେବ ଜ୍ଞାନୀ। କାହିଁକି ନା ଭାରତର ସମ୍ବିଧାନ ବିଶ୍ୱର ସର୍ବବୃହତ ସମ୍ବିଧାନଠୁ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ସବୁ ସମ୍ବିଧାନକୁ ପାଥେୟ କରି ବାବା ସାହେବ ଏହି ସମ୍ବିଧାନକୁ ଲେଖିଥିଲେ। ଖାଲି ଆପଣମାନେ ଯେଉଁଠି ଭାଷଣ ଦିଅନ୍ତି MP ML বা আমার জ্ঞানী বিজ্ঞানী বোধিত মন্ডলী বহুত জ্ঞানী ভাষণ দিয়ନ୍ତି যে ডক্টর বাবা সাহেব আম্বেদকর কেবল দলিত ମାନଙ୍କ ପାଇଁ ସମ୍ବିଧାନ ଲେଖିଥିଲେ, SC ST OBC ପାଇଁ ଲେଖିଥିଲେ। ବାବା ସାହେବ ତାଙ୍କର କେବଳ ନେତା। ସେଇଆ ଯେଉଁମାନେ ଭାବୁଛନ୍ତି ସେଟା ତାଙ୍କର ରଙ୍ଗ କନସେପ୍ଟ। କାହିଁକି ନା ଭାରତ ସମ୍ବିଧାନରେ 395 ଯେଉଁ ଆର୍ଟିକଲ ଅଛି ତା ଭିତରେ ଯିଏ ପଢ଼ିବ ତନ୍ତନ ଏଠି ଆମକୁ A ଫର୍ ଆପୁଲ ପଢ଼ିବା ଜାଗାରେ A ଫର୍ ଆନିମାଲ ପଢ଼ିବାକୁ ପଡ଼ିବ, B ଫର୍ ବାନାନା ଜାଗାରେ B ଫର୍ ବାୟୋସ୍ଫିୟର ପଢ଼ିବାକୁ ପଡ଼ିବ, ଆଉ C ଫର୍ କ୍ୟାଟ୍ ଜାଗାରେ ଆପଣଙ୍କୁ କନଷ୍ଟିଟ୍ୟୁସନ ପଢ଼ିବାକୁ ପଡ଼ିବ, D ଫର୍ ଡଗ୍ ଜାଗାରେ ଡେମୋକ୍ରେସି ପଢ଼ିବାକୁ। ବାବା ସାହେବଙ୍କ ଥଟା ଏତେ ଛୋଟିଆ ନୁହେଁ ବା ଏତେ ନ୍ୟାରୋ ନୁହେଁ ବା ଇନବକ୍ସ ନୁହେଁ, ସେ ବ୍ରଡ ମାଇଣ୍ଡ। ତେଣୁ ବାବା ସାହେବଙ୍କୁ ବୁଝିବାକୁ ହେଲେ এইভাবে আপনার যে সিলেবস অছি বহুত মানে পড়া পড়ব, সেটা এটি মানে আপনার সামনে এক্সপ্রেস করা বা বুঝাইবা তো সহজ নয়। এটি স্বল্প সময় ভিতরে এটি কহিবি যে বাবা সাহেব বিষয়ে কহবাক গলে বাবা সাহেবর এইভাবে ব্যক্তিত্ব সারা সমাজ কু গ্রামীণ ক্ষেত্রীয় বস্য শূদ্র ବର୍ଣ୍ଣବାୟ ଚତୁର୍ବର୍ଣ୍ଣ ବ୍ୟବସ୍ଥା ବାହାରେ ମଧ୍ୟ ଯେଉଁ ଆମେ ଅଛୁ ଅନଟଚେବଲ୍, ଯାହାକୁ ଆଜି ବ୍ରାହ୍ମଣ ଜନ୍ମକୁ ରଖାଯାଇଛି, ସମସ୍ତଙ୍କ ପାଇଁ ବାବା ସାହେବ ସମସ୍ତ ପ୍ରକାର ବଞ୍ଚିବାର ଅଧିକାର, ଜୀବ ଜଗତ ତଥା ସାରା ବିଶ୍ୱକୁ ବଞ୍ଚିବା ପାଇଁ ଆପଣଙ୍କର ଲେବର ଲ, ଆପଣଙ୍କର ଯେଉଁ ଅଛି ଆମର ହୀରାକୁଦ ଡ୍ୟାମ୍ କିଏ କରିଥିଲେ, ତାର ଆର୍କିଟେକ୍ଚର କିଏ, ଡକ୍ଟର ବାବା ସାହେବ। ଆମ ଲୋକ ଜାଣିନାହାନ୍ତି ଓଡ଼ିଶାରେ। ତେଣୁ ବାବା ସାହେବ ହେଉଛନ୍ତି ଯେଉଁ 8 ଘଣ୍ଟା ଡ୍ୟୁଟି ଦିଅନ୍ତି, କିଏ କରିଛନ୍ତି, ସେଇ ବାବା ସାହେବ ଆମ୍ବେଦକର। ଯେଉଁ ନାରୀମାନଙ୍କର ସୁରକ୍ଷା ପାଇଁ ଯେଉଁ ଆମର ନାରୀମାନଙ୍କର ଯେଉଁ ମାନେ ଯେଉଁଟାକି ଆମର କନସେପ୍ଟ ନେବାଠୁ ପିଲା ପ୍ରସବ ହେବା ଯାକେ ଯେଉଁ ଛୁଟି ମିଳୁଛି, କିଏ। କିନ୍ତୁ ଆମ ଲୋକମାନେ ରାମ ଲକ୍ଷ୍ମଣ ସୀତାକୁ ପୂଜା କରିବେ, ବାବା ସାହେବଙ୍କୁ ଭୁଲିଯିବେ। ଭାରତ ମାନେ ବାବା ସାହେବଙ୍କର ଘରେ ସମ୍ବିଧାନ ନାହିଁ ନା, ବାବା ସାହେବଙ୍କର ଚୁଟକା ବହିରେ ଜୀବନୀ ନାହିଁ, କିନ୍ତୁ ଘରେ বিভিন্ন প্রকার আপনার মার্বলের তৈরি থিবা বহুত গ্রন্থ রখি বাবা সাহেবকে ভুলি যাই সে জায়গায় সময় দেউছেন। আউ নারী মানে বুঝিবার দরকার যে ভারতের সতীদাহ প্রথা লা, যে সতীদাহ প্রথা লা ব্রিটিশ সময় জানি রাখা বহু জরুরি অছি নারী মান কেবল, সবু তো আপনার জাঁচান। কিন্তু সে যে সমস্যা লা যে গোটে সতীদাহ প্রথা স্বামীটা মরিগলে, ছোট বেলু যে বাহাঘর হোলা বাল্য বিবাহ প্রথা লা, তাকে সুরক্ষা দেলে কিଏ, না রাম ଦେଇଥିଲେ না কৃষ্ণ ଦେଇଥିଲେ না হনুমান ଦେଇଥିଲେ না কিଏ ଦେଇଥିଲେ। এটি আমার গোটে গীত লেখা হয়েছে, সাহা নাহি রাম কৃষ্ণ নাহি হনুমান রে, বাবা সাহেব মুক্তি দেলে লেখি সংবিধান রে, জয় ভীম বলে ডরু রে, জয় ভীম বলে সরমু রে, যাহা লাগি পেটে দানা।